ଆଜି ସକାଳେ ଖରା ବାହାରିଲା ପରେ ମୁଁ ଯାଇ ଆମ କୁନି ବଗିଚାରେ ଆମ ବାଇଗଣର ମାଟିଟାକୁ ସଜାଡ଼ି ଦେଲି। କାରଣ ସେଥିରେ ପାଣି ପକେଇଲେ ପାଣି ରହୁନଥିଲା। ସେଥିପାଇଁ କି ମୁଁ ଠିକ୍ ଭାବରେ ଗଛରେ ମାଟି ସଜାଡ଼ିଲା ପରେ ସେଥିରେ ମୁଁ ଖତ ଦେଲି। ଏହି ଖତ ହେଲା ଗୋବର ଖତ। ଗାଈ ଗୋରଙ୍କର ଏଟା ଗୋବର ଯେଉଁଟାକି ଶୁଖିଲା ପରେ ଖତ ହେଇଯାଏ। ସେଟାକୁ ମୁଁ ବ୍ୟବହାର କରିଛି। ଏହି ଖତ ବହୁତ ଉପକାର କରେ। ମୁଁ ଗଛରେ ଖତ ଦେଲା ପରେ ସବୁ ଗଛରେ ଖତ ଦେଲା ପରେ ସେଥିରେ ଅଳ୍ପ ଅଳ୍ପ କରି ପାଣି ପକେଇଦେଲି। ତାକୁ ମୁଁ ଅଧିକ ଦେଇନାହିଁ, କାରଣ ପାଣି ଅଧିକ ଦେବା ଯୋଗୁଁ ଖତଟା ବହି ଯାଇଥାନ୍ତା। ସେଥିପାଇଁ ମୁଁ ପାଣି ଜଷ୍ଟ ଖାଲି ଛିଞ୍ଚି ଦେଇଛି। ପାଣି ଦେବା ସରିଲା ପରେ ମୁଁ ପିଆଜରେ ମଧ୍ୟ ପାଣି ପକେଇଦେଲି। ଆଉ ଏପଟକୁ ଦେଖନ୍ତୁ, ଏଇଟା ଆମର ଭେଣ୍ଡି ଚାରା, ଯାହାକି ଏଇଟା ହେଲା ଆମର ଲଙ୍କା ଚାରା। ସେପଟକୁ ବୁଣି ଦେଇଥିଲି, କିନ୍ତୁ କୁକୁଡ଼ା ଯୋଗୁଁ ଏପଟକୁ ପଳେଇ ଆସିଛି। କେତେ ସୁନ୍ଦର ଭାବରେ ଦେଖାଯାଉଛି। ତାପରେ ମୁଁ ସେଥିରେ ଗାର ପକେଇଦେଲି, ଯେଉଁଥିପାଇଁ ପାଣି ପକେଇଲେ ସେଇଟା ସଫିସିଏଣ୍ଟ ଭାବରେ ରହିବ। ତାକୁ ମୁଁ ହାତ ସାହାଯ୍ୟରେ ମଧ୍ୟ କାର୍ଯ୍ୟ କରିଦେଲି, କାରଣ ସେଇଟା ଲଙ୍କା ଚାରା ମଧ୍ୟ ସେଥିରେ ମିକ୍ସ ହେଇଯାଇଥିଲା। ସେଥିପାଇଁ ମୁଁ ସେଇଟାକୁ କରିଦେଲି। ଏଇଟା ହେଲା ଆମର ଆଳୁଚା, ଏଇଟା ହେଲା ଆମର ରସୁଣ, ଆଉ ଏପଟକୁ ଦେଖ ଏଇଟା ହେଲା ଆମର ପିଆଜ। ଆମ ବଗିଚା ଯଦି ଭଲ ଲାଗେ ଲାଇକ୍ ସବସ୍କ୍ରାଇବ୍ କରିବାକୁ